ମାଲିକ ଆଜି ଯିବା ବାଟରେ ଆମକୁ ରହିବାକୁ ପଡିଥିଲା ଗ୍ୟାରେଜ ରେ। କାହିଁକି ରହିଥିଲୁ ଆପଣ ଭିଡିଓ ଦେଖିଲେ ଜାଣିପାରିବେ। ଜୟ ଜଗନ୍ନାଥ ସାଙ୍ଗମାନେ, ମୋର ଆଉ ଏକ ନ୍ୟୁ ମିନି ବ୍ଲଗ କୁ ଆପଣମାନଙ୍କୁ ସ୍ୱାଗତ। ସବୁଦିନ ପରି ଆଜି ମଧ୍ୟ ଅଫିସକୁ ଅଫ୍ କରି ଆମେ ବାହାରି ପଡୁ ଘରକୁ ଯିବା ପାଇଁ। ଆଉ ମୁଁ ଆଜି କି 15 ଦିନ ହବ ମୋ ବାଇକ କୁ ୱାଶ କରିନଥିଲି। ଆଉ ବାଇକ କୁ ୱାଶ କରିବା ସହିତ କିଛି ନର୍ମାଲ କାମ ମଧ୍ୟ କରିନଥିଲି। ସେଥିପାଇଁ ବାଇକ କୁ ସିଧା ନେଇ ଆମେ ପହଞ୍ଚି ଯାଇଥିଲୁ ନୟାଗଡ଼ରେ ଥିବା ସାଇ ବାଇକ ଗ୍ୟାରେଜ ରେ, ଯାହାର ଲୋକେସନ ଥିଲା ନୟାଗଡ଼ ସାଗର ପୋଖରୀ ଫ୍ରଣ୍ଟ ରେ। ଯାହାର ଓନର ହେଉଛନ୍ତି ଅଭିଜିତ ଭାଇ। ଆଉ ଭାଇଙ୍କ ଗ୍ୟାରେଜ ଆମର ସକାଳ 8ଟାରୁ ରାତି 9:30 ପର୍ଯ୍ୟନ୍ତ ଖୋଲା ରୁହେ। ଆଉ ମୁଁ ସେଠି ଟିକେ ୱେଟ୍ କରିଥିଲି, କାହିଁକି ନା ଭାଇ ଆମର ଗୋଟେ ସ୍କୁଟି କୁ ୱାଶ କରୁଥିଲେ। କିଛି ସମୟ ପରେ ମୁଁ ନିଜେ ଲାଗି ପଡିଥିଲି ବାଇକ କୁ ୱାଶ କରିବା ପାଇଁ, କାହିଁକି ନା ମୋ ନିଜ ବାଇକ କୁ ମୁଁ ନିଜେ ୱାଶ କରିବା ପାଇଁ ଭଲ ଲାଗେ। ତାପରେ କିଛି ସମୟ ପରେ ବାଇକ କୁ ୱାଶ କରିସାରି ଟିକେ ସବୁଆଡେ ଏୟାର ମାରି ଦେଇଥିଲି। ତାପରେ ମୋ କାମ ସରିବା ପରେ ଭାଇଙ୍କୁ ଡାକି ଦେଇଥିଲି ଟିକେ ମାଇନର କାମ କରିବା ପାଇଁ। ତାପରେ ଭାଇ ଆମର ମାଇନର କାମ ସବୁ ଶେଷ କରିବା ପରେ ଆମେ ବାହାରି ପଡୁ ଘରକୁ ଯିବା ପାଇଁ। ଯିବା ବାଟରେ ଆମେ ଯାଇ ରହି ଯାଇଥିଲୁ ଏକ ଭେରାଇଟି ଷ୍ଟୋର ରେ। ଯେହେତୁ ସ୍ପ୍ରାଇଟ ନଥିଲା, ଆମେ ଆଉ ମନ ଦୁଃଖ ନ କରି ସ୍ପାଇସ ଅଫ ପି କାମ ଚଳେଇଦେଲୁ। ସ୍ପାଇସ ଅଫ ଟିକେ ପି ସାରି ଆମେ ବାହାରି ପଡିଥିଲୁ ଘରକୁ ଯିବା ପାଇଁ। ମାଲିକ ବାଇକ କୁ ୱାଶ କଲା ପରେ ବାଇକ ତ ପୁରା ଜଳୁଥିଲା। ଆଉ ଏ ଶୀତ ରାତିରେ ଡେରି ନ କରି ଆମେ ବାହାରି ପଡିଥିଲୁ ଘରକୁ ଯିବା ପାଇଁ। ଆଉ ମାଲିକ ଆଜିର ମିନି ବ୍ଲଗ କୁ ଏଠି ରଖୁଛି। ପୁଣି ଦେଖା ହବ ଆଉ ଏକ ନ୍ୟୁ ମିନି ବ୍ଲଗ। ମାଲିକ ରହୁଛି। ଜୟ ଜଗନ୍ନାଥ।